जय जगन्नाथ। ମୁଁ ମିଲନ ଆପଣମାନଙ୍କୁ ସବୁ ସ୍ୱାଗତ କରୁଛି ମୋର ୟୁଟ୍ୟୁବ୍ ଚ୍ୟାନେଲ୍ ମିଲନ୍ସ ବ୍ଲଗ୍କୁ। ଆପଣମାନଙ୍କ ସହିତ ମୁଁ ଗୋଟେ କଥା ସେୟାର କରିବାର ଥିଲା। ଏଇଟା ମୋ ଅନୁଭୂତି ଯେ ଇଚ୍ଛା ହେଲା ତ ଟିକେ କହିଦେଲି। ତ ମୁଁ ଭାବିଲି ଏଇଟା ମୋ ସହିତ ହଉଛି ନା ଆପଣମାନେ ଯୋଉ ଭାଇ ଭଉଣୀମାନେ ଟେଲର ଥିବେ ତାଙ୍କ ସହିତ ବି ଏମିତି ହଉଛି। ତ ମତେ ଗୋଟେ କଥା କୁହନ୍ତୁ, ଗୋଟେ ବ୍ଲାଉଜ ତିଆରି କରିବା ପାଇଁ ଆମକୁ କେତେ ସମୟ ଲାଗେ, କେତେ ପରିଶ୍ରମ ଲାଗେ, ଆମେ କେତେ ପାର୍ଟ ପାର୍ଟ ତାର ଆମେ କଟିଂ କଲେ ଜଏଣ୍ଟ କଲେ ସେ ଗୋଟେ ବ୍ଲାଉଜ ଆମକୁ କରିବାକୁ ପଡିବ। ତ କିନ୍ତୁ ଯଦି ସେତିକି ପରିଶ୍ରମର ଆମେ ତାର ପେମେଣ୍ଟଟା ଆମେ କରିବାକୁ ଯାଉଛୁ ତ ତାଙ୍କୁ ସେଇଟା ଅଧିକା ଲାଗିଯାଉଛି। ତ ମୋ କହିବାର କାରଣ ମୋ କତିକି ଗୋଟେ କଷ୍ଟମର ଏମିତି ଆସିଥିଲେ। ତ ସେ ମୋ ପାଖକୁ ହୁଏତ 6 ବର୍ଷ ତଳେ ଆସିଥିଲେ। 6 ବର୍ଷ ସରି 6 ମାସ ତଳେ ଆସିଥିଲେ। 6 ମାସ ତଳେ ଆସିଥିଲେ ସେ ମୋ ପାଖରୁ ଯୋଉ ରେଟରେ ତିଆରି କରିଥିଲେ ତ ଏବେକା ରେଟରେ ମୁଁ ତାଙ୍କୁ 10 ଟଙ୍କା ଅଧିକା ଦେଇଥିଲି। ତ ସେ ମତେ କହିଲେ କଣ ଯେ ଆପଣ 6 ମାସ ତଳେ ଏତିକି ରେଟ ନଉଥିଲେ ଏବେ କଣ ସେତିକି ଦେଲେନି, ତାଠାରୁ ଆହୁରି 10 ଟଙ୍କା ଅଧିକା ବଢିଗଲା ଆପଣଙ୍କର। ତ ମୁଁ ସେଠି ତାକୁ କହିଲି, ମୁଁ କହିଲି ଦେଖନ୍ତୁ ମ୍ୟାମ୍, ଆପଣ ମାର୍କେଟ ଯାଉଛନ୍ତି ଜିନିଷ କିଣିବାକୁ, ସେଠି ଆପଣ ଯଦି ଆଜି ଗୋଟେ ଜିନିଷ ଆଣିଥିବେ ତାର ରେଟ୍ 15 ଦିନ ତଳେ ଯୋଉ ଜିନିଷଟା ଆଣିଥିବେ ତାର ରେଟ୍ ସେମ୍ ଅଛି କି? ତ ସେ ମତେ କହିଲେ କଣ ମାର୍କେଟ ଜିନିଷ ଆଉ ଏଇ ଜିନିଷ ଭିତରେ ଫରକ ଆସିବନି? ନା କେମିତି ସବୁ ଜିନିଷର ରେଟ୍ ବଢୁଛି, ପରିଶ୍ରମ ହଉଛି, ତ ସବୁ ଜିନିଷର ଆମ ଟେଲର ମାନଙ୍କର କଣ ପରିଶ୍ରମ ନାହିଁ? ଆମର କଣ ଯୋଉ ତା ଦେହରେ ମେଟେରିଆଲ ଲାଗୁଛି ତାର କଣ ଦାମ ବଢୁନି? ତ ଏ ସବୁ କଥା ଟିକେ ହସିଦେଲେ। ତ ସେଇଟା ମାନେ ରାଗ ବି ଲାଗୁଥିଲା, କାହିଁକି ନା ଯୁକ୍ତି କଷ୍ଟମର ସହିତ ତ ଆମେ ଯୁକ୍ତି କରିପାରିବାନି। ଆଉ କି ଡାଇରେକ୍ଟ ଆମେ ତାଙ୍କ ମୁହଁରେ ତାଙ୍କୁ ଦିଟା କିଛି କହିପାରିବାନି, ଯେତେ ନିଜକୁ ରାଗ ଲାଗିଲେ ବି ତାକୁ ଚପେଇକି ରଖିବାକୁ ପଡିବ। କାହିଁକି ନା ସେଇ କଷ୍ଟମର ଯାଇକି ଆଉ ଦିଟା କଷ୍ଟମର ଯିଏ ଥିବେ ତାଙ୍କୁ ସେ ମ୍ୟାମ ସେ ଭଲ ନୁହନ୍ତି କି ତାଙ୍କର ବ୍ୟବହାର ଭଲ ନୁହଁ କି ଏକ୍ସଟ୍ରା ଜାଣିଥିବେ ଯାହା ସବୁ ଆଲୋଚନା ହୁଏ, ତ ସେ ସବୁ ଭାବିକି ଆମକୁ ଚୁପ ରହିବାକୁ ପଡେ। କିନ୍ତୁ ଏମିତି କିଛି କିଛି କଷ୍ଟମର ପାଇଁ ଆମକୁ ବହୁତ ମାନେ ରାଗ ବି ଲାଗେ ତ ଖରାପ ବି ଲାଗେ ଯେ ଆମେ ସିଏ ଭାବନ୍ତି ସେ ଆମ ଉପରେ ଦୟା କରୁଛନ୍ତି ପଇସା ଦେଇକି, ବୁଝିଲେ ନା? ତ ଏମିତି ଲୋକଙ୍କୁ କଣ କହିବା? କିନ୍ତୁ ସମସ୍ତେ ସମାନ ନୁହନ୍ତି। ଆଉ ଯୋଉ କଷ୍ଟମର ଅଛନ୍ତି ସିଏ ବୁଝନ୍ତି, ସେମାନେ ଜାଣନ୍ତି କଣ କେତେ ପରିଶ୍ରମ କେତେ ସେମାନେ ଖୁସିରେ ଖୁସିରେ ସେ ଦେଇକି ଯାଆନ୍ତି। ତ ଏମିତି କିଛି ଲୋକଙ୍କ ପାଇଁ ନା ବହୁତ ବିରକ୍ତି ଲାଗେ, ତ ତାଙ୍କୁ କଣ କହିବା ଆଉ? ତ ମୁଁ ଭାବିଲି ଆପଣ ମାନଙ୍କ ସହିତ ଟିକେ ସେୟାର କରିବି, ହୁଏତ ଆପଣମାନଙ୍କ ସହିତ ବି ଏମିତି ହଉଥିବ। ମୋ ସହିତ ହଉଛି ମାନେ ଆପଣ ମାନଙ୍କ ସହିତ ବି ହଉଥିବ। ତ ଏତିକି ଆଜି କହିବାକୁ ଚାହୁଁଥିଲି। ଧନ୍ୟବାଦ। ଯଦି ମୋ ଭିଡିଓ ଭଲ ଲାଗିଥିବ ପ୍ଲିଜ ସବସ୍କ୍ରାଇବ କରିଦେବେ, ଲାଇକ୍ କରିଦେବେ। ଆପଣଙ୍କର ଗୋଟେ ଲାଇକ୍ ମତେ ବହୁତ ନିହାତି ଦରକାର। ତ ରହୁଛି, କାଲି ଦେଖା ହବ ନେକ୍ସଟ ଭିଡିଓରେ। ଜୟ ଜଗନ୍ନାଥ।